ବାଲବାଟିକାର ଆସିଥିବା ପାଠ୍ୟପୁସ୍ତକ ଯାହାର ନାଁ ରହିଛି ଆନନ୍ଦ। ଦେଖନ୍ତୁ ଆମର କ'ଣ କ'ଣ ସିଲାବସ୍ ରହିଛି, ଚାଲନ୍ତୁ ଆମେ ଆଲୋଚନା କରିବା। ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ବାଲବାଟିକା ଶ୍ରେଣୀ ପାଇଁ ଆନନ୍ଦ ପୁସ୍ତକ ଉନ୍ମୋଚନ ହେଉଛି। ଏଥିରେ ଦେଖନ୍ତୁ ପ୍ରଥମେ ଗୀତ ଦେଇଛି ମୁଁ ତ ଯିବି ବାଲବାଟିକା, ଆମେ ସବୁ ଯିବା ବାଲବାଟିକା। ବସ୍ତାନି ନାହିଁ, ବହି ନାହିଁ, ତାହେଲେ ଆଉ ଅଛି କ'ଣ? ଅଛି ତ ଭଳି ଖେଳ, ଖେଳରେ ଖେଳ ପଡ଼ିବେ ଚାଲ, ଏମିତି ଆମ ବାଲବାଟିକା। ଦେଖନ୍ତୁ ବାଲବାଟିକାକୁ ଉତ୍ସାହିତ କରିବା ପାଇଁ ଗୀତଟି ରହିଛି। ତ ମୁଖବନ୍ଧରେ କ'ଣ ରହିଛି ଟିକେ ଦେଖନ୍ତୁ। ପିଲାମାନଙ୍କର ପ୍ରାରମ୍ଭିକ ବର୍ଷକୁ ପରିପୁଷ୍ଟ କରିବା ପାଇଁ ଏକ ପ୍ରସିଦ୍ଧ ପ୍ରକ୍ରିୟା ରହିଛି ଯାହାକୁ ସଂସ୍କାର କୁହାଯାଏ। ଏହି ସଂସ୍କାର ଗୋଟିଏ ପିଢ଼ିକୁ ଅନ୍ୟ ପିଢ଼ି ପର୍ଯ୍ୟନ୍ତ ଜୀବନ ପ୍ରଥମ 8 ବର୍ଷରେ ଯଥେଷ୍ଟ ଯତ୍ନ ନେବା, ବାଟ ପ୍ରଶସ୍ତ କରିବା ସହ ପରବର୍ତ୍ତୀ ବର୍ଷଗୁଡ଼ିକ ସେମାନେ ବିକାଶ କରିବା। ଏହି ପର୍ଯ୍ୟାୟରେ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷାନୀତି 2020 ପ୍ରାରମ୍ଭିକ 5 ବର୍ଷରେ 3 ରୁ 8 ବର୍ଷ ବୟସ ପିଲାମାନଙ୍କୁ ବିଦ୍ୟାଳୟ ପରିସରକୁ ଆଣିବାକୁ ଉପଯୁକ୍ତ ଭାବେ ସୁପାରିଶ କରାଯାଇଛି। ଜଣେ ବ୍ୟକ୍ତିର ଜୀବନବ୍ୟାପୀ ଶିକ୍ଷା ଅଧୀନରେ ଆଣିବାକୁ ଉପଯୁକ୍ତ ଭାବେ ସୁପାରିଶ କରାଯାଇଛି। ବ୍ୟକ୍ତିର ଜୀବନବ୍ୟାପୀ ଶିକ୍ଷା ସାମାଜିକ ଆବେଗୀକରଣ, ସ୍ୱାସ୍ଥ୍ୟ ଏହି ପର୍ଯ୍ୟାୟ ଉପରେ ନିର୍ଭର କରେ। ଏବେ ତ ବୌଦ୍ଧିକ ବିକାଶ, ସାକ୍ଷରତା, ସଂଖ୍ୟାଜ୍ଞାନ, ସୃଜନଶୀଳ, ସୌନ୍ଦର୍ଯ୍ୟ ସମ୍ବେଦନଶୀଳ ହାସଲ କରିବା, ଶାରୀରିକ ମାଂସପେଶୀ ଦକ୍ଷତା ବିକାଶ। ଏହି ପର୍ଯ୍ୟାୟ ପାଇଁ ସ୍ୱତନ୍ତ୍ର ଜାତୀୟ ପାଠ୍ୟକ୍ରମ ଢାଞ୍ଚା ସୁପାରିଶ କରିଛି। ସମଗ୍ର ଶିକ୍ଷା ବ୍ୟବସ୍ଥାକୁ କେବଳ ପ୍ରାରମ୍ଭିକ ଉଚ୍ଚ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନୁହେଁ, ବରଂ ବିଦ୍ୟାଳୟ ଶିକ୍ଷାର ପରବର୍ତ୍ତୀ ପର୍ଯ୍ୟାୟରେ ଗତିକୁ ଆଗକୁ ବଢ଼ାଇବା। ଖାଦ୍ୟ ଶୈଶବ ଯତ୍ନ ଏବଂ ଶିକ୍ଷାକୁ ଭାରତୀୟ ସଂସ୍କୃତିର ମୂଲ୍ୟବୋଧ ସହିତ ଯୋଡ଼ିବା କରିବା ପାଇଁ ଜାତୀୟ ପାଠ୍ୟକ୍ରମ ଆଧାର ପ୍ରାରମ୍ଭିକ ପର୍ଯ୍ୟାୟରେ ସୁପାରିଶ କରିଛି। ପିଲାମାନେ ଖେଳି ଖେଳି ଶିଖିବେ, ତେଣୁ ସୁପାରିଶକୁ ଅନୁକରଣ କରି ପ୍ରାରମ୍ଭିକ ପର୍ଯ୍ୟାୟରେ ପାଠ୍ୟକ୍ରମକୁ ପଞ୍ଚକୋଷୀୟ ବିକାଶ କରାଯାଇଛି। ପଞ୍ଚକୋଷୀୟ ଜାଣିଛନ୍ତି ଆପଣଙ୍କର, ଯେପରି ତୈତ୍ତିରୀୟ ଉପନିଷଦ, କୃଷ୍ଣଙ୍କ ଯଜୁର୍ବେଦର ଅଂଶ ସଂହିତା ଦ୍ୱାରା ଆତ୍ମା ଜୀବନର ଚରମ ଲକ୍ଷ୍ୟ ଭାବରେ ବ୍ୟକ୍ତି ଉପଲବ୍ଧି କରିପାରିବ, ଯାହାଦ୍ୱାରା ସାମଗ୍ରିକ ବିକାଶ ଓ ସାମୂହିକ ଦୃଷ୍ଟିକୋଣ ସହିତ ଭାରତର ପ୍ରିୟ ସଭ୍ୟତା ଜ୍ଞାନ ସୌହାର୍ଦ୍ଦ୍ୟପୂର୍ଣ୍ଣ ମିଶ୍ରଣ ସୁନିଶ୍ଚିତ ହୋଇପାରିବ ବୋଲି କୁହାଯାଇଛି। ଏହି ପର୍ଯ୍ୟାୟରେ ପିଲାମାନଙ୍କୁ ଦକ୍ଷତା ବିକାଶ ପାଇଁ ଉତ୍ସାହିତ କରାଯିବ। ଶିଶୁବାଟିକାର କ'ଣ ରହିଛି? କାର୍ଯ୍ୟଫର୍ଦ୍ଦ ଗୁଡ଼ିକ କରିବା ସମୟରେ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକ ନିମନ୍ତେ ନିମ୍ନଲିଖିତ ସୂଚନା ଗୁଡ଼ିକ ଅଛି। ତଥାପି ପିଲାମାନଙ୍କର ଆବଶ୍ୟକତା ଏବଂ ଆଗ୍ରହ ଉପରେ ନିର୍ଭର କରି ଏଗୁଡ଼ିକ ପରିବର୍ତ୍ତନ କରାଯାଇପାରେ। ପ୍ରତ୍ୟେକ କାର୍ଯ୍ୟଫର୍ଦ୍ଦରେ ଏକ ନିର୍ଦ୍ଦିଷ୍ଟ ଡିଜାଇନ ସହିତ ଢାଞ୍ଚା ସହିତ ଏକ ସୀମା ଅଛି। ପିଲାଟି କାର୍ଯ୍ୟଫର୍ଦ୍ଦ ଗୁଡ଼ିକ ପୂରା କରିସାରିବା ପରେ ସୀମାରେ ଥିବା ଡିଜାଇନ ଢାଞ୍ଚା ସମ୍ପୂର୍ଣ୍ଣ କରିବାକୁ ଶିଶୁକୁ ଉତ୍ସାହିତ କରିବେ। କାର୍ଯ୍ୟ 1 ଦେଖନ୍ତୁ, ମୋର ଫଟୋ ଫ୍ରେମ୍। ପିଲାମାନଙ୍କୁ ନିଜ ମୁହଁର ଅଂଶ ଚିତ୍ର ଅଙ୍କନ କରି ରଙ୍ଗ ଦେବାକୁ ଉତ୍ସାହିତ କରନ୍ତୁ। ପରେ ଢାଞ୍ଚାକୁ ନେଇ ରଙ୍ଗୀନ କେୟନ୍ ବ୍ୟବହାର କରି ନିଜର ଫଟୋ ଫ୍ରେମ୍ ତିଆରି କରନ୍ତୁ। 2ରେ ଦେଖନ୍ତୁ, ମୋ ସମ୍ପଦ ବିଷୟରେ ଜାଣନ୍ତୁ। 3ରେ ନିଜକୁ ବୁଝିବା। 4ରେ ମୋ ପରିବାର ଓ ବନ୍ଧୁଗଣ ସହିତ ବୁଝିବା। ସମାନ ବସ୍ତୁକୁ ଖୋଜ। ବାଲବାଟିକାରେ ଏହି ପାଠ୍ୟକ୍ରମ ଗୁଡ଼ିକ ରହିଛି। ପକ୍ଷୀଟିକୁ ସମ୍ପୂର୍ଣ୍ଣ କର। ମୋର 5 ଇନ୍ଦ୍ରିୟ ବିଷୟରେ ଜାଣିବା। ନିଜକୁ ନିଜେ ବିଦ୍ୟାଳୟକୁ ସଫା ରଖିବା। ମୋ ଚାରିପାଖରେ ପଶୁପକ୍ଷୀମାନେ, ତାଙ୍କୁ ଜାଣିବା। ମୋର ଭାବନା ଅଛି। ଭାବନା କ'ଣ ଅଛି ଦେଖନ୍ତୁ। ପିଲାଙ୍କୁ ବୁଝିବା ସାହାଯ୍ୟ କରନ୍ତୁ। ଭାବନା ଅଛି, କିନ୍ତୁ ଭାବନା ସହିତ ଖାପ ଖୁଆଇ ଶିଖିବାର ଗୁରୁତ୍ୱପୂର୍ଣ୍ଣ। ସେମାନେ ଭାବନାକୁ ଉପଯୁକ୍ତ ଚେହେରା ସହିତ ଭାବନାକୁ ଯୋଡ଼ିବାକୁ ପିଲାଙ୍କୁ କୁହନ୍ତୁ। ସେମାନଙ୍କର ଭାବନା ସହିତ ମୁକାବିଲା କରିବାକୁ ଶିଖିବାରେ ସାହାଯ୍ୟ କରିବ।
11ରେ ଦେଖନ୍ତୁ ସ୍ୱାସ୍ଥ୍ୟକର ଖାଦ୍ୟ। 12ରେ ମୁଁ ଜାଣିଥିବା ପଶୁଗୁଡ଼ିକ ବିଷୟରେ ଜାଣିବା। ଅଲଗାକୁ ବାଛ। ବଡ଼ କିମ୍ବା ଛୋଟ ଜିନିଷ। ଆକୃତି ମେଳକ। ମୁଁ ଜାଣିଥିବା ପଶୁପକ୍ଷୀଗୁଡ଼ିକ। ବିଦ୍ୟାଳୟକୁ ଯିବା ପୂର୍ବରୁ ମୁଁ ଯେଉଁ କାର୍ଯ୍ୟ ଜିନିଷ ଯାହା କରେ। ମୋର ପ୍ରିୟ ଖାଦ୍ୟ। ଆକୃତିକୁ ରଙ୍ଗ ଦିଅ। ସୁରକ୍ଷିତ ରୁହନ୍ତୁ। ପ୍ରଭେଦ ଖୋଜନ୍ତୁ, ଗୋଲ ବୁଲାନ୍ତୁ। ସଂରଚନା ଖୋଜ ଆଉ ରଙ୍ଗ ଦିଅ। ଆକୃତିକୁ ନେଇ ସଂରଚନା ତିଆରି କର। ମୋର ସୃଜନୀ ବୃତ୍ତଗୁଡ଼ିକ। ମୋର ଖେଳଣା ଚିତ୍ର ପଠନ। ମୋ କୋଲାଜ। ମୋ ଚତୁଃପାର୍ଶ୍ୱରେ ଥିବା ପଶୁମାନେ। ସମତାନ ଶବ୍ଦଗୁଡ଼ିକ ମିଳାଅ। ସମତାନ ଶବ୍ଦଗୁଡ଼ିକ। ସମତାନ ଯେଉଁଟା ସମାନ ସବୁ ଥିବ। ଫଳ, ନଳ, ଜଗଟ, ବସ୍ତୁ ଗଣିବା। ପିଲାଟି 10ରୁ ରୁଟିରେ ଗୋଲ ବୁଲାଇବ ଆଶା କରାଯାଏ। 10 ରୁଟିକୁ ଗୋଲ ବୁଲାଇବ। ଗୋଲକ ଧନ୍ଦା। ପିଲାମାନେ ସେମାନଙ୍କ ତର୍ଜନୀ ବିଶି ଆଙ୍ଗୁଠିର ଗୋଲକ ଧନ୍ଦାରେ ଗାର ଟାଣନ୍ତୁ ଏବଂ ଶିଆକୁ ତାର ଗାଈକୁ ଗୋଶାଳାକୁ ଯିବାରେ ସାହାଯ୍ୟ କରନ୍ତୁ। ତାପରେ ସେମାନଙ୍କୁ ମୋଟା ରଙ୍ଗର ପେନସିଲ ବ୍ୟବହାର କରି କୁହନ୍ତୁ, ଗୋଲକ ଧନ୍ଦାରେ ଏକ ରେଖା ବ୍ୟବହାର କରନ୍ତୁ। ଶିଆକୁ ତାର ଗାଈ ଓ ଗୋଶାଳାକୁ ନେବାରେ ସାହାଯ୍ୟ କରନ୍ତୁ। ସବୁଠାରୁ ବଡ଼ ଓ ସାନ। ବାଲବାଟିକାରେ ବଡ଼ ସାନ ରହିଛି। କାର୍ଯ୍ୟ 33ରେ ସଂରଚନାକୁ ଅନୁସରଣ କରନ୍ତୁ। କାର୍ଯ୍ୟ 34-35ରେ ଠିକ୍ ସଂଖ୍ୟା ଲେଖିବା ପହଞ୍ଚିବା। 36ରେ ସାଁବାଳୁଆକୁ ସମ୍ପୂର୍ଣ୍ଣ କରନ୍ତୁ। 37ରେ ସିଂହ ଓ ମୂଷା। 38ରେ ଶିକାରୀ ଓ ପାରା। 39ରେ କେବଳ ଠିକ୍ ଆକାର। 40ରେ ବଡ଼ ଓ ସାନ। 41ରେ ଲାଲକିଲ୍ଲା। 42ରେ ଅନ୍ୟମାନଙ୍କ ପ୍ରତି ଦୟାଳୁ। 43ରେ ସ୍ୱାସ୍ଥ୍ୟକର ଖାଦ୍ୟ। ଖେଳ ପଡ଼ିଆ ଚିତ୍ର ପଠନ। ମୋର 10ଟି ବେଲୁନ। ଗଣ ଓ ରଙ୍ଗ ଦିଅ। ମୁଁ ନିଜକୁ ସଫା ରଖେ। ଗୋଟିଏ ସଫା ଶରୀର। ସଡ଼କ ସୁରକ୍ଷା। ନିର୍ଦ୍ଦେଶ ଅନୁସାରେ ଅଙ୍କନ କର। ଫଳକୁ ନେଇ ସଂରଚନା। ଗାଡ଼ିଗୁଡ଼ିକ ଗଣିବା। ଗ ଥିବା ଚିତ୍ର ଖେଳ। ସେହିଭଳି 55ରେ କ ଥିବା ଚିତ୍ର ଖେଳ। 56ରେ ପୋଷାକ ଉପରେ ଥିବା ଆକୃତି ମିଳାନ୍ତୁ। 57ରେ ଚିତ୍ର ଓ ଖେଳ ଚିତ୍ର ଖୋଜ ମିଳାଅ। 58-59ରେ ଛୋଟ ଚଢ଼େଇ। ଏଇଭଳିଆ ପାଠ୍ୟକ୍ରମଗୁଡ଼ିକ ରହିଛି। 60ରେ ନିଜ ଉଚ୍ଚତା ମାପ। 61ରେ ନିଜ ହିସାବରେ ଦୈର୍ଘ୍ୟ ମାପ। 62ରେ ଇଣ୍ଡିଆ ଗେଟ୍। 63ରେ ଖେଳଣାକୁ ଖୋଜନ୍ତୁ। 64ରେ ଯତ୍ନ ଓ ସ୍ୱଚ୍ଛତା ଚାର୍ଟ। 65ରେ ଗାର ଟାଣିବା। 66ରେ ଗଣ ଓ ଲେଖ। 67ରେ ସଂଖ୍ୟାଗୁଡ଼ିକ। 59ରେ ଶୂନ। 70ରେ ସଂଖ୍ୟାଗୁଡ଼ିକ ସହ ଖେଳ। 71ରେ ଧ୍ୱନି ଚିତ୍ର ମେଳକ। 72ରେ ଧ୍ୱନି ଚିତ୍ର ମେଳକ। 73ରେ ଜ୍ୟାମିତିକ ଆକୃତିକୁ ନେଇ ସଂରଚନା ଗଠନ। ପନିପରିବାକୁ ମିଶାଇବା। ବିମାନଗୁଡ଼ିକୁ କମେଇକି ଗଣିବା। ବିନ୍ଦୁଗୁଡ଼ିକୁ ଯୋଡ଼। ପନିପରିବା ସବୁ। ଆଦ୍ୟ ବର୍ଣ୍ଣର ଧ୍ୱନି। ମୋ ରଙ୍ଗୀନ ଧନ୍ଦା। ପ୍ରସଙ୍ଗ ଭିତ୍ତିକ ଦୃଷ୍ଟାନ୍ତମୂଳକ। ଭଲ ଓ ଖରାପ ଅଭ୍ୟାସ ଇତ୍ୟାଦି ପାଠ୍ୟକ୍ରମର ବିଷୟରେ ସ୍ଥାନିତ ହୋଇଛି। ସେଗୁଡ଼ିକ ଆପଣଙ୍କର ଏଠି ଡିଟେଲ୍ସରେ ଏବେ ଦେଖନ୍ତୁ ଦେଇଛି। ଫ୍ରେମ୍। ନିଜର ମୁହଁ ଫ୍ରେମ୍। ପରିବାରର ଛବି। ଜନ୍ମଦିନ ଛବି। ମୋ ପ୍ରିୟ। ମୁଁ ହେଉଛି ବିଶିଷ୍ଟ। ମୁଁ ହେଉଛି ଖାସ୍। ମୋତେ ଦେଖ, ତୁମେ ଦେଖ। କେହି ଜଣେ ଖାସ୍ ବ୍ୟକ୍ତିକୁ। ମୋର ନାମ, ବୟସ। ମୁଁ ଜଣେ ପୁଅ ନା ଝିଅ। ଗୋଲ ବୁଲାଅ। ପାଠ୍ୟକ୍ରମଗୁଡ଼ିକ ଦେଖନ୍ତୁ। ରଙ୍ଗ ଦିଅନ୍ତୁ। ପ୍ରତ୍ୟେକ ଗ୍ରୁପ ସହିତ ଇନ୍ଦ୍ରିୟ ଅଙ୍ଗକୁ ଯୋଡ଼ନ୍ତୁ। ଶରୀର ସଫା ରଖିବା ଜିନିଷ। ଗୀତ ଗାଅ। ମୁଁ ତ ଶୋଇଥିଲି। ମୋତେ ଚଢ଼େଇଟି ଉଠାଇଲା।
କହିଲା ଚି ଚି, ମୁଁ ତ ଶୋଇଥିଲି। ମୋତେ ଗାଈଟିଏ ଉଠାଇଲା। ମା କହିଲା ମା। ବିଭିନ୍ନ ପ୍ରକାର ପଶୁପକ୍ଷୀକୁ ଚିହ୍ନିବା, ବିଭିନ୍ନ ପ୍ରକାର ଭାବନାକୁ ମିଳାଇବା, ପନିପରିବା, ଖାଦ୍ୟ। ଦେଖନ୍ତୁ ଆପଣଙ୍କର ବାଲବାଟିକାରେ କିଭଳିଆ ଦେଇଛି ପିଲାମାନଙ୍କର ଆଧାରିତ ଖେଳକୁଦ ଓ ରଙ୍ଗ ଦେବା ବିଷୟରେ। ନିଜକୁ ଚିହ୍ନିବା, ନିଜେ ସଫା କରିବା, ଗାଧୋଇବା। ଦେଖନ୍ତୁ ରୁଟି ବିଷୟରେ ଦେଖନ୍ତୁ ଗୀତ। ରୁଟି ଯଦି ଗଛରେ ଲାଗିଥାନ୍ତା, ଭାଙ୍ଗି ଭାଙ୍ଗି କିଏ ଖାଇଥାନ୍ତା? ତାହେଲେ କ'ଣ ବାପା ଗହମ ଆଣିଥାନ୍ତେ, ତାହାକୁ ପେଷିଥାନ୍ତେ। ଦେଖନ୍ତୁ ଆକୃତି, ସୁରକ୍ଷିତ ଅସୁରକ୍ଷିତ, ରଙ୍ଗ ଦେବା। ଚିହ୍ନଟ କର, ପ୍ରତ୍ୟେକ ପଶୁର ନାମ ଲେଖ। ମେଳକ କରିବ। ବସ୍ତୁଗୁଡ଼ିକ ସଠିକରେ ଗୋଲ ବୁଲାଅ। ଗୋଲକ ଧନ୍ଦା। ଆପଣଙ୍କର ସୂଚୀରେ ଯେଉଁଗୁଡ଼ିକ କୁହାହେଲା ସେଗୁଡ଼ିକ ଦେଖନ୍ତୁ ପାଠ୍ୟ କାର୍ଯ୍ୟ ଫର୍ଦ୍ଦରେ ଆହୁରି ବିସ୍ତୃତ ଭାବରେ ଦେଇଛି। ବୃତ୍ତଗୁଡ଼ିକ ଦିଆଯାଇଥିବା ଅନୁସାରେ ରଙ୍ଗ ଦିଅ। ଏଭଳି ଭାବରେ ଆପଣ ବହିଗୁଡ଼ିକ ଦେଖନ୍ତୁ। ବାଲବାଟିକାର ପିଲାମାନଙ୍କ ପାଇଁ କାର୍ଯ୍ୟସୂଚୀ ଅନୁସାରେ ସେଗୁଡ଼ିକ ଦିଆଯାଇଛି। ପଶୁଙ୍କ ପ୍ରତି ସର୍ବଦା ଦୟା ରଖ। ପ୍ରତ୍ୟେକ ଧାଡ଼ିର ସ୍ୱାସ୍ଥ୍ୟାବସ୍ଥା, ଖାଦ୍ୟକୁ ଗୋଲ ବୁଲାଅ। ଚିତ୍ରକୁ ଦେଖନ୍ତୁ ପାର୍କ ପଡ଼ିଆର ଚିତ୍ର। ସର୍ଜନାତ୍ମକ ସମାଲୋଚନାତ୍ମକ ପ୍ରଶ୍ନ ପଚାର। ପିଲାମାନଙ୍କୁ କେଉଁ ଖେଳ ଖେଳୁଛନ୍ତି? ମହୁମାଛି ଗୁଡ଼ିକ ଫୁଲ ପାଖରେ ଉଡ଼ିବାର କାରଣ କ'ଣ? ମୀନା ଓ ରବି ରଙ୍ଗୀନ ବେଲୁନରେ ଖେଳିବାକୁ ଚାହୁଁଛନ୍ତି। ଟ୍ରେନର ବଗିଗୁଡ଼ିକ ରଙ୍ଗ ଦିଅ। ସୁରକ୍ଷିତ ଅସୁରକ୍ଷିତରେ ଭୁଲ ଠିକ୍ ଚିହ୍ନ ଦିଅ। ବସ୍ତୁଗୁଡ଼ିକ ମେଳାଅ। ଦେଖନ୍ତୁ ଗଣନା କର। ପିଲାମାନେ ଗଣିବେ। ଚିତ୍ରକୁ ଦେଖି ନାମ ଲେଖ। ଗ ଧ୍ୱନିରୁ ଥିବା ରଙ୍ଗ ଦିଅ। ଫ ଧ୍ୱନିକୁ ରଙ୍ଗ ଦିଅ। ସେଭଳି ରେଖା ସହିତ ଗାର ଟାଣ। କବିତାଟି ଗାନ କରିବା ଉପଭୋଗ କର। ମୁଁ ଛୋଟ ପକ୍ଷୀଟିଏ ଦେଖିଥିଲି ଥରେ। ଆସ ମୁଁ ଡେଇଁ 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 ମୁଁ କାନ୍ଦିଲି କ୍ଷୁଦ୍ର ପକ୍ଷୀ। ତୁମେ ରହିବ କି? ମୁଁ ଝରକା ପାଖକୁ ଯାଉଥିଲି କହିବାକୁ ତୁମେ କେମିତି ଅଛ, କିନ୍ତୁ ସେ ତାର କୁନି ଲାଞ୍ଜ ହଲାଇ ଦୂରକୁ ଉଡ଼ିଗଲା। ଦେଖନ୍ତୁ ପକ୍ଷୀ ବିଷୟରେ। ତାପରେ ଉଚ୍ଚତା, ରଙ୍ଗ ଦେବା। ଇଣ୍ଡିଆ ଗେଟ୍କୁ ରଙ୍ଗ ଦେବା। ନିତ୍ୟକର୍ମ। ବସ୍ତୁଗୁଡ଼ିକର ସଂଖ୍ୟା ଗଣନା। ଗଣ ଓ ରଙ୍ଗ ଦିଅ। ପକ୍ଷୀ ଗଛରେ ବସିଛନ୍ତି। ଯେଉଁ ଧ୍ୱନିରୁ ଚିତ୍ରଟି ନାମ ଆରମ୍ଭ ହୋଇଛି ତା ଉପରେ ଗୋଲ ବୁଲାଅ। ଶୈଳୀଗୁଡ଼ିକ ସମ୍ପୂର୍ଣ୍ଣ କର। ପରିବାଗୁଡ଼ିକ ଗଣ। ସମୁଦାୟ ପରିବା କେତେ ଲେଖ। ଉଡ଼ାଜାହାଜଗୁଡ଼ିକ ସଂଖ୍ୟା ଗଣ। ତେଣୁ ଗଣିବା ପାଇଁ ବଢ଼ିଆ ଚିତ୍ର ସବୁଗୁଡ଼ିକ ଦେଇଛି। ସେ ଚିତ୍ରକୁ ଆଧାରିତ କରି ଗଣିବା। ଦେଖ ଚିହ୍ନ, ପ୍ରତ୍ୟେକ ଚିତ୍ରର ନାମ ଲେଖ। ରଙ୍ଗ ଦିଅ। ବାକ୍ସଗୁଡ଼ିକ
ଏବେ ତଳେ ଦିଆଯାଇଥିବା ଆକୃତି ଗୁଡ଼ିକରେ ରଙ୍ଗ ଦିଅ। ପିଲାମାନେ ରଙ୍ଗ ଦେବେ। ପରିବାରର ସଦସ୍ୟ କିଏ କିଏ ରହୁଛନ୍ତି ଜାଣିବେ। ପ୍ରତ୍ୟେକ ବାକ୍ସରେ ଅସାଧାରଣଟି ଗୋଲ ବୁଲେଇବେ। ଚିତ୍ରଟି ତାର ଛାଇ ଯୋଗ କର। ପ୍ରତ୍ୟେକ ପଶୁର ନାମ ପ୍ରାରମ୍ଭିକ ଧ୍ୱନି କୁହ। କେଉଁ ଜୀବ କେମିତି ଧ୍ୱନି କରନ୍ତି। ତାପରେ ଦେଖନ୍ତୁ ଲୁଡୁ ଖେଳ। ଏଭଳି ଭାବରେ ବାଲବାଟିକା ବା ଶିଶୁ ବାଟିକାର କାର୍ଯ୍ୟଗୁଡ଼ିକ ଖେଳଭିତ୍ତିକ ଆଉ ମୂର୍ତ୍ତ ଅମୂର୍ତ୍ତ ସରଳରୁ ଜଟିଳ ଭାବରେ ପ୍ରଦାନ କରାଯାଇଛି। ଏହାକୁ ଅଧିକ ଭାବରେ ଜାଣିବା ପାଇଁ ବାଲବାଟିକା ବହିଗୁଡ଼ିକ ସଂଗ୍ରହ କରନ୍ତୁ ଏବଂ ବାଲବାଟିକାର କାର୍ଯ୍ୟପତ୍ରଗୁଡ଼ିକ ପିଲାମାନଙ୍କ ଦ୍ୱାରା କରାନ୍ତୁ ଏବଂ ସହଯୋଗ କରନ୍ତୁ। ଅଧିକ ଇନଫର୍ମେସନ୍ ପାଇବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।